1 ଜାନୁଆରୀ 2026 ଏହି ଦିନ ପ୍ରତ୍ୟେକ ବ୍ୟକ୍ତି କରିଦିଅନ୍ତୁ ମାତ୍ର 7ଟି କାମ। ପୁରା ବର୍ଷ ଆପଣଙ୍କର ଭଲରେ ଭଲରେ କଟିବ। ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ପୁଣି ଥରେ ମୋ ଚ୍ୟାନେଲକୁ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଏହି 2025 ମସିହାଟି କେତେ ଦୁଃଖ କେତେ ସୁଖ ଆମ ସମସ୍ତଙ୍କ ମନକୁ ନାଇ ଆସିଛି। ପ୍ରତ୍ୟେକଙ୍କ ଜୀବନରେ ଉତ୍ଥାନ ପତନ ତ ଲାଗି ରହିଛି। ଦର୍ଶକ ବନ୍ଧୁ, 2025 ମସିହା କେବେ କାହାର କିପରି କଟିଥିଲା ତାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣାଅଛି। କିନ୍ତୁ ଆମେ ଏହି 2026ଟି କିପରି ଆରମ୍ଭ କରିବା ଏବଂ ଆମେ ଆଜିର ଦିନରେ ଏହି ଯଦି 7ଟି କାମ କରିଦେବା, ତେବେ ବିଶ୍ୱାସ କରନ୍ତୁ ଆପଣଙ୍କର ପୁରା ବର୍ଷ ନିଶ୍ଚୟ ଆପଣଙ୍କର ପରିବର୍ତ୍ତନ ଆସିବ। ଏହି 2026 ମସିହା ଆପଣଙ୍କୁ କେଉଁ କେଉଁ କାମ ଏହି ଗୋଟିଏ ଦିନରେ କରିବାର ଅଛି ଏବଂ ପୁରା ବର୍ଷ ଆପଣଙ୍କୁ କିପରି ଭଲରେ କଟିବ, ଭିଡ଼ିଓକୁ ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହା ଆପଣଙ୍କୁ ଏକ ପ୍ରେରଣା ନିଶ୍ଚୟ ଦେବ। ଆପଣ ଏ ଛୋଟିଆ ଛୋଟିଆ କାମ ଗୋଟିଏ ଦିନରେ କରିବେ ଏବଂ ଦେଖନ୍ତୁ ସେହିଦିନ ଗୁରୁବାର ବି ପଡ଼ୁଅଛି ଏବଂ ଆପଣମାନଙ୍କ ଭିତରେ କେତେଜଣ ପ୍ରଦୋଷ ବ୍ରତ କ'ଣ ଆପଣମାନେ କ'ଣ ଜାଣିଛନ୍ତି କି? ଦେବଦେବ ମହାଦେବଙ୍କର ଅତି ପ୍ରିୟ ହୋଇଥାଏ ପ୍ରଦୋଷ। ପ୍ରତ୍ୟେକ ମାସରେ ଗୋଟିଏ ଶିବରାତ୍ରି, ମାସିକ ଶିବରାତ୍ରି ଆସିଥାଏ ଏବଂ ସୋମବାର, ସଂକ୍ରାନ୍ତି, ଦେବଦେବ ମହାଦେବଙ୍କ ଏବଂ ଚତୁର୍ଦ୍ଦଶୀ, ଏହି ସବୁ ଦିନ ଦେବଦେବ ମହାଦେବଙ୍କର ବହୁତ ପ୍ରିୟ ଅଟେ ଏବଂ ଗୁରୁବାର ଦିନ ପ୍ରଦୋଷ ବ୍ରତ ବି ପଡ଼ୁଅଛି। ଆଜି ମୁଁ ଆପଣମାନଙ୍କୁ ଏହି 1 ଜାନୁଆରୀ 2026ରେ କିଛି ବିଶେଷ ନିୟମ ଆପଣେଇବାକୁ କହିବି। ଆପଣମାନେ ଯଦି ନିଜ ଜୀବନରେ ଉନ୍ନତି ଚାହୁଁଛନ୍ତି, ଯଦି ନିଜ ଘରେ ସବୁ ପ୍ରକାରର ସୁଖ ସୁବିଧା ପାଇବା ପାଇଁ ଚାହୁଁଛନ୍ତି, ଅଧା ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଚାହୁଁଛନ୍ତି, ତେବେ 1 ଜାନୁଆରୀ 2026ରେ ନିଶ୍ଚୟ ଏହି 7ଟି ଜିନିଷ ନିଜ ଜୀବନକୁ ଆପଣେଇ ଦିଅନ୍ତୁ। ସେହି ଗୋଟିଏ ଦିନରେ ଆପଣ କରିଥିବା ନୂଆ ଆରମ୍ଭ, ଆପଣ ସେଦିନ ସକାଳୁ ଯେପରି ନୂଆ ଆରମ୍ଭ କରିବେ ଆପଣଙ୍କର ବର୍ଷ ସାରା ସେମିତି କଟିବ। ଏବେ ତ ଆମ ଓଡ଼ିଆମାନଙ୍କର ନବବର୍ଷ ତ ଚୈତ୍ର ମାସରେ ହିଁ ଆରମ୍ଭ ହୋଇଥାଏ, କିନ୍ତୁ କ୍ୟାଲେଣ୍ଡର ହିସାବରେ ସାରା ବିଶ୍ୱ ଏହାକୁ ନୂଆ ବର୍ଷ ବୋଲି ପାଳନ କରୁଅଛି। ଦର୍ଶକ ବନ୍ଧୁ, କ୍ୟାଲେଣ୍ଡର ହିସାବରେ ଯଦି ଆମେ 1 ଜାନୁଆରୀକୁ ଧରିବା, ତେବେ ଗୁରୁବାର ଦିନ ତ 2026ରେ ଇଂରାଜୀ ନବବର୍ଷ ଆସୁଅଛି। ଚାଲନ୍ତୁ ଆଜି ଆମେ ଜାଣିବା ଯେ ଏହି ଗୁରୁବାର ଦିନ କେଉଁ କେଉଁ କାମ ଆପଣମାନେ କରିବେ ଜାନୁଆରୀ 1 ତାରିଖ ଦିନ। ତା ପୂର୍ବରୁ ଆପଣମାନେ 31 ତାରିଖ ପୁତ୍ରଦା ଏକାଦଶୀ ବି ଲାଗୁଅଛି। କିଛି ଜଣଙ୍କ ପୁତ୍ରଦା ଏକାଦଶୀ ବି ଏହି ଦିନ କରୁଛନ୍ତି। ଏହି ଦିନ ମଦ, ମାଂସ ଏବଂ ଜିରୋ ନାଇଟ୍ ବହୁତ ଲୋକ କରିଥାନ୍ତି। ରାତି ସାରା ଅନିଦ୍ରା ରହିକରି ଗୀତ ବଜାଇ କରି ମଦ୍ୟପାନ ବି କରିଥାନ୍ତି, ମାଛ ମାଂସ ଭକ୍ଷଣ ବି କରିଥାନ୍ତି। ଯଦି ଆପଣମାନେ ଏପରି କରୁଛନ୍ତି, ତେବେ ଆପଣଙ୍କର 2026 କେବେ ବି ଭଲରେ କଟିବନି। ଆପଣ ଗୋଟିଏ ବର୍ଷକୁ ବିଦାୟ ଦେଉଛନ୍ତି। ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ, ଏହି ବର୍ଷ ଆପଣ କାହାକୁ କିଛି କଷ୍ଟ ଦେଇଛନ୍ତି, କିଛି ଭଲ ପାଇବା ଦେଇଛନ୍ତି, ଯଦି କାହା ମନରେ ଆଘାତ ଦେଇଛନ୍ତି, ଈଶ୍ୱରଙ୍କ ପାଖରେ କ୍ଷମା ଯାଚନା ମାଗନ୍ତୁ। ଏହି ବର୍ଷକୁ ଏହିପରି ଭାବରେ ବିଦାୟ କରନ୍ତୁ ଏବଂ ପ୍ରତ୍ୟେକ ବ୍ୟକ୍ତି ଆଜି ମନ୍ଦିର ଯାଇକରି ନତମସ୍ତକ ହୋଇକରି ଭଗବାନଙ୍କୁ କ୍ଷମା ମାଗିବା ପାଇଁ ଚେଷ୍ଟା କରନ୍ତୁ ଏବଂ 2026 ନୂଆ ସୂର୍ଯ୍ୟୋଦୟଟି କିପରି ଆରମ୍ଭ କରିବେ, ଚାଲନ୍ତୁ ମୁଁ ବତାଉଛି। ତା ଆଗରୁ ମୋ ପ୍ରିୟ ଦର୍ଶକ ବନ୍ଧୁକୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଆପଣଙ୍କ ପରିବାରରେ ପ୍ରଭୁ ଜଗନ୍ନାଥଙ୍କର ଅସୀମ କୃପା ସଦା ସର୍ବଦା ରହିଥାଉ। ଦର୍ଶକ ବନ୍ଧୁ, ଆଜି ହେଉଛି ଗୁରୁବାର। ଗୁରୁବାର ଲକ୍ଷ୍ମୀ ନାରାୟଣଙ୍କର ବହୁତ ପ୍ରିୟର ବାର ଅଟେ। ଯେହେତୁ 1 ଜାନୁଆରୀ ଆଗରୁ ବି କହିଛି, ଦେବଦେବ ମହାଦେବଙ୍କର ଗୋଟିଏ ବ୍ରତ ଅଛି, ପ୍ରଦୋଷ ବ୍ରତ ପଡ଼ୁଅଛି। ଆଜି ମୁଁ ଆପଣମାନଙ୍କୁ 1 ଜାନୁଆରୀଟି କିପରି ନୂଆ କରି ଆରମ୍ଭ କଲେ ବର୍ଷ ସାରା ଆପଣଙ୍କର ଜୀବନରେ ଉନ୍ନତି ହେବ ତାହା କହିବି। ପ୍ରତ୍ୟେକ ବ୍ୟକ୍ତି ଏହି ଉପାୟକୁ ଆପଣାଇକି ଦେଖନ୍ତୁ। ପ୍ରଥମରେ ଆପଣ ଏହି ଦିନ ସକାଳୁ ସକାଳୁ କିପରି ଆରମ୍ଭ କରିବେ? ପ୍ରଥମେ ଆପଣ ତ 2 ହାତ ପାପୁଲିକୁ ଦର୍ଶନ କରିବେ ଏବଂ ଆପଣଙ୍କର ଯୋଉ ନାକର 2 ନାଡି ଅଛି, ଦେଖିବେ କେଉଁ ପଟେ ଆପଣଙ୍କର ନିଶ୍ୱାସ ଯାଉଛି। ଆପଣ ଏହି ଠାରୁ ହିଁ ଆରମ୍ଭ କରନ୍ତୁ। ଦେଖିବେ ପ୍ରତି ମୁହୂର୍ତ୍ତରେ ଆପଣଙ୍କର ଯେଉଁ ନିଶ୍ୱାସ ଯାଉଛି ତାହା ବଦଳାଉଥାଏ, ନାସିକା ପରିବର୍ତ୍ତନ ହେଉଥାଏ। 1 ଜାନୁଆରୀ ସକାଳ ସମୟରେ ନିଜ ନାକ ପାଖରେ ଆଙ୍ଗୁଠି ରଖିକରି ଦେଖିବେ ଯେ କେଉଁ ପଟେ ଆପଣଙ୍କର ନିଶ୍ୱାସ ଯାଉଛି। ଯେଉଁ ପଟେ ନିଶ୍ୱାସ ଯାଉଥିବ, ଯଦି ବାମ ନାଡି ପଟେ ନିଶ୍ୱାସ ଯାଉଥିବ, ବାମ ପାଦ ପ୍ରଥମେ ଖଟର ତଳେ ପକାଇ କରି ଉଠିବେ। ଏହା ବହୁ ପୁରାତନ କାଳରୁ ଆମର ଜ୍ୟୋତିଷ ଶାସ୍ତ୍ର, ଆମର ପୂର୍ବଜମାନେ ଏହି ନିୟମ କରୁଥିଲେ। ଏପରି କଲେ ଆପଣଙ୍କର ଦିନଟି ଭଲରେ କଟିବ। ଏହି ନିୟମ ପ୍ରଥମେ ଆପଣାନ୍ତୁ। ତାପରେ ସ୍ନାନ ଶୌଚାଦି କାର୍ଯ୍ୟ କରି ନିଜର
ଘରର ପୂଜା କରି ନିଜର ଇଷ୍ଟଦେବ ଯିଏ, ପ୍ରତ୍ୟେକଙ୍କର ଇଷ୍ଟଦେବ ଅଲଗା ଅଲଗା ଥାନ୍ତି, ପ୍ରଥମେ ତାଙ୍କ ମନ୍ଦିରକୁ ଚାଲି ଯାଆନ୍ତୁ। ବହୁତ ଲୋକ କଣ କରନ୍ତି ନା ଦୂର ମନ୍ଦିରକୁ ଯାଆନ୍ତି, ଲାଇନ ଲଗାନ୍ତି, ବହୁତ ଡେରିରେ ଭଗବାନଙ୍କର ଦର୍ଶନ ମିଳେ। ପ୍ରଥମେ ନିଜର ଆଖପାଖରେ ଥିବା ମନ୍ଦିରକୁ ଚାଲି ଯାଆନ୍ତୁ। ଯାଇକରି ନିଜର ଏହି ବର୍ଷଟି ଆପଣ କିପରି କଟାଇବା ପାଇଁ ଚାହୁଁଛନ୍ତି ତାହା ଈଶ୍ୱରଙ୍କ ପାଖରେ ଜଣାଇ ଦିଅନ୍ତୁ। ଏବଂ ଦର୍ଶକ ବନ୍ଧୁ, ଆମର ଆୟୁଷ କେବେ ସରିବ ଆମେ ଜାଣିନାହୁଁ। ଆମେ କିନ୍ତୁ ପ୍ରତ୍ୟେକ ନୂଆ ବର୍ଷକୁ ସେଲିବ୍ରେସନ କରିଥାଉ। କିଏ କହିପାରିବ ଆଜିର ଜୀବନ କାଲିକି ନଥାଉ। ଆମେ କିଏ କହିପାରିବ ଗୋଟିଏ ବର୍ଷ ପରେ କେବେ କାହାର କଣ ହବ କିଏ କହିପାରିବ। କିନ୍ତୁ ଆମେ ନୂଆ ବର୍ଷକୁ ସବୁବେଳେ ସ୍ୱାଗତ କରିଥାଉ, ଅର୍ଥାତ୍ ଆମେ ଆମ ମୃତ୍ୟୁକୁ ଆହୁରି ସ୍ୱାଗତ କରୁଛେ। ସେଥିପାଇଁ ନୂଆ ବର୍ଷକୁ ତ ସ୍ୱାଗତ କରିବା, କିନ୍ତୁ ଏହି ନୂଆ ବର୍ଷରେ ଆପଣ ଭଲ କର୍ମ କରନ୍ତୁ। ଆଗକୁ ଆସୁଥିବା ପ୍ରତ୍ୟେକ ବିପଦ ଈଶ୍ୱରଙ୍କ ଦୟାରେ କଟିଯିବ। ଈଶ୍ୱରଙ୍କୁ ଏହି ବର୍ଷଟି ଆପଣ କଣ କଣ ଇଚ୍ଛା କରୁଛନ୍ତି, ଯଦି ମହାଦେବଙ୍କ ମନ୍ଦିରକୁ ଯାଉଛନ୍ତି ନନ୍ଦୀଙ୍କ କାନରେ ସେହି କଥା କହିଦିଅନ୍ତୁ। ଏହା ଆପଣଙ୍କର ପ୍ରଥମ। ଦ୍ୱିତୀୟରେ, ଲକ୍ଷ୍ମୀ ପ୍ରାପ୍ତି ପାଇଁ ଗୋଟିଏ ମହା ଉପାୟ କହୁଛି। 7ଟି ଗୋଟା ହଳଦୀ ଗୋଟିଏ ହଳଦିଆ କପଡ଼ାରେ ଏବଂ କିଛି ଗୋମତୀ ଚକ୍ର, 2ଟି ଗୋମତୀ ଚକ୍ର, 2ଟି କଉଡ଼ି ନେଇକରି ଓସ୍ତ ଗଛ ମୂଳେ ରଖିଦେବେ ଖୋଲା କରି। ଓସ୍ତ ଗଛ ମୂଳେ ଜଳ ଅର୍ପଣ କରିବେ, ଦୀପ ଧୂପ ଦେଇକରି ଓସ୍ତ ଗଛର 7 ଥର ପରିକ୍ରମା କରିବେ। ତାପରେ ସେହି ପୋଟଳିକୁ ଆଣିକରି ନିଜର ପୂଜା ଘରେ ରଖିବେ। ଲକ୍ଷ୍ମୀ ନାରାୟଣଙ୍କୁ ସ୍ମରଣ କରି ନିଜ ପୂଜା ଘରେ ରଖିବେ। ଦେଖିବେ ବର୍ଷ ସାରା ଆପଣଙ୍କର ଧନ ଜନିତ ସମସ୍ୟା ଦୂର ହେବ। ତୃତୀୟରେ, ଯେହେତୁ ଆପଣ ମାନଙ୍କର ଏ ନୂଆ ବର୍ଷଟି କିଛି ଚାକିରି ସମସ୍ୟା ପାଇଁ କଷ୍ଟ ପାଉଛନ୍ତି, କିଛି ଅଲଗା ଅଲଗା ଜିନିଷ ପାଇଁ କଷ୍ଟ ପାଉଛନ୍ତି, କେହି ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ କଷ୍ଟ ପାଉଛନ୍ତି, ତ ଆଜି ଆପଣ ମାନେ କଣ କରିବେ ନା ଗୋଟିଏ ନିୟମ ନିଅନ୍ତୁ। ଆପଣଙ୍କ ଜୀବନରେ ଯାହା ବି ଅଭାବ ଲାଗି ରହୁଛି, ଯାହା ବି ଆପଣଙ୍କ ଜୀବନରେ କଷ୍ଟ ପାଉଛନ୍ତି, ଗୋଟିଏ ଆଜି ଆପଣ ପ୍ରଣ ନିଅନ୍ତୁ ଯେ ଆଜିର ଦିନ ଠାରୁ ଆପଣ ଯାହା କରିବେ ମାନେ କରିବେ। ପରିସ୍ଥିତି ଯାହା ହେଉନା କାହିଁକି ଆପଣ କରିବେ। ଏହା ଆପଣଙ୍କ ପାଇଁ ତୃତୀୟ। ଚତୁର୍ଥ କଥାଟି ଏହା ଅଟେ ଯେ ନା ଆଜି ଆପଣମାନେ ଯେଉଁମାନେ ଲକ୍ଷ୍ମୀ ପ୍ରାପ୍ତି ଚାହୁଁଛନ୍ତି, ଭିଡ଼ିଓ ଏ ପର୍ଯ୍ୟନ୍ତ ଯେଉଁମାନେ ଦେଖୁଛନ୍ତି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯେଉଁମାନେ ଲକ୍ଷ୍ମୀ ପ୍ରାପ୍ତି ଚାହୁଁଛନ୍ତି ସେମାନଙ୍କୁ ଗୋଟିଏ ଉପାୟ କହୁଛି। 2026ରେ ଆସୁଥିବା ପ୍ରତ୍ୟେକ ଶୁକ୍ରବାରର ଦିନ ଏହି ଉପାୟ କରିବେ। ଦେଖିବେ ଆପଣଙ୍କର ମାତ୍ର 11ଟି ଶୁକ୍ରବାର କରିଥିବେ, ଆପଣଙ୍କର ଘରେ ନିଶ୍ଚୟ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ କରିବେ। କଣ କରିବେ ନା ଏହି 2026 ପ୍ରତ୍ୟେକ ଶୁକ୍ରବାରରେ ଆପଣ କଣ କରିବେ, ପ୍ରତ୍ୟେକ ଶୁକ୍ରବାରକୁ ଛୁତକ, ମୃତକ ଏବଂ ପିରିୟଡ଼ ସମୟରେ ଏହା କରିବେ ନାହିଁ। ସକାଳୁ ଘରର ମହିଳାମାନେ ସ୍ନାନ ଶୌଚାଦି ସରିବେ, ନିଜର ମୁଖ୍ୟ ଦ୍ୱାରରେ ଚାଉଳ ବଟା ହେଇଥିବା ରଙ୍ଗୋଲି କରି କହିବେ, ମୁଖ୍ୟ ଦ୍ୱାରରେ 2 ପଟେ 2ଟି ଦୀପ ମା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଜାଳିଦେବେ। ପ୍ରଥମରେ କାମ ପ୍ରତି ଶୁକ୍ରବାରକୁ ଶୁକ୍ରବାର କରିବେ। ଏବଂ ସନ୍ଧ୍ୟା ସମୟରେ ମେନ୍ ପୂଜା ହଉଛି, ଯଦି ଗାଈର କ୍ଷୀର ମିଳିଯାଉଛି ଭଲ କଥା, ବହୁତ ଭଲ କଥା। ଯଦି ନ ମିଳୁନାହିଁ ପକେଟ କ୍ଷୀରରେ ବି ଆପଣ ଚାଉଳର କ୍ଷୀରି ପ୍ରସ୍ତୁତ କରିବେ ଅତି ଶ୍ରଦ୍ଧାର ସହକାରେ। ଚାଉଳର କ୍ଷୀରି ପ୍ରସ୍ତୁତ ହବା ସମୟ ଭିତରେ ଆପଣ ମାନେ କଣ କରିବେ, ଘରର ମହିଳାମାନେ ନିଜକୁ ଅତି ସୁନ୍ଦର ଭାବରେ ସାଜ ଶୃଙ୍ଗାର କରିବେ। ରଙ୍ଗ କପଡ଼ା ବା ରଙ୍ଗ ଶାଢ଼ୀ, ରଙ୍ଗ ନାଇଟ୍ ଯାହା ବି ଆପଣ ସୁଟ୍ ପିନ୍ଧି ପାରନ୍ତି, କିନ୍ତୁ ରେଡ୍ କଲର ହବା ଦରକାର। ଲକ୍ଷ୍ମୀ ନାରାୟଣଙ୍କୁ ହଳଦୀ ପାଣି କିମ୍ବା କଞ୍ଚା କ୍ଷୀରରେ ସ୍ନାନ କରାଇବେ, ଗୋଟିଏ ଆସନ ବିଛାଇ ଦେବେ। ପ୍ରତି ଶୁକ୍ରବାରକୁ ଶୁକ୍ରବାର ସନ୍ଧ୍ୟା ସମୟରେ କରିବେ। ଏବଂ ପଦ୍ମ ଫୁଲ ଯଦି ମିଳିବ ବହୁତ ଭଲ କଥା, ମା ଲକ୍ଷ୍ମୀଙ୍କ ପାଖରେ ଗୋଟିଏ ଘିଅର ଦୀପ ପ୍ରଜ୍ୱଳନ କରିବେ। କନକଧାରା ସ୍ତୋତ୍ରମ୍ ସହିତ ଶ୍ରୀ ସୂକ୍ତମ୍ ନିହାତି ପାଠ କରିବେ ଏବଂ ଗାଈର କ୍ଷୀର ପ୍ରସ୍ତୁତ କରି କ୍ଷୀରି ପ୍ରସ୍ତୁତ କରି ମା ଲକ୍ଷ୍ମୀଙ୍କୁ ଭୋଗ ଅର୍ପଣ କରିବେ। ଏବଂ ଆଉ କିଛି ନିଜର ପୂଜା ଘରେ ଯାହା ବି ଇଷ୍ଟ ଦେବ ଦେବତା ଆପଣଙ୍କର ଅଛନ୍ତି ତାଙ୍କୁ ଭୋଗ ଲଗାଇବେ। ତାପରେ କଣ କରିବେ ନା ମା ଲକ୍ଷ୍ମୀଙ୍କ ପାଖରେ ମା ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବେ। ସେହି ଦିନ ସେହି ସନ୍ଧ୍ୟା ସମୟରେ ଆପଣ ମାନେ କଣ କରିବେ, ମହିଳାମାନେ ଅଳତା ବି ଲଗେଇଥିବେ, ପାଦରେ ହାତରେ ନେଲ ପଲିଶ ଲଗାଇଥିବେ, ନିଜକୁ ସୁନ୍ଦର ଭାବରେ ସଜାଇଥିବେ। ମା ଲକ୍ଷ୍ମୀ ସେହି ମହିଳାଙ୍କୁ ବହୁତ ପସନ୍ଦ କରିଥାନ୍ତି ଯେ ନିଜେ ସଫାସୁତୁରା ହେବା ସହିତ ନିଜ ଘରକୁ ସଫାସୁତୁରା କରିବା ପାଇଁ ଚେଷ୍ଟା କରିଥାନ୍ତି। ଘର ସଫାସୁତୁରା ରଖନ୍ତୁ, ନିଜେ ସଫାସୁତୁରା ରଖନ୍ତୁ। ଏହି 2026ରେ ଗୋଟିଏ ନିୟମ ପ୍ରଣ କରିଦିଅନ୍ତୁ ଯେ ଆପଣ ଲକ୍ଷ୍ମୀ ପ୍ରାପ୍ତି ଚାହୁଁଛନ୍ତି, ପ୍ରତି ଶୁକ୍ରବାରକୁ ଶୁକ୍ରବାର ଏହି ନିୟମ ନିଶ୍ଚୟ କରିବେ। ଏବଂ ସେହି ଶୁକ୍ରବାର ଦିନ ଆପଣ ମାନେ କଣ କରିବେ, ଗୋଟିଏ ଘିଅର ଦୀପ ମା ଲକ୍ଷ୍ମୀଙ୍କ ପାଖରେ ପ୍ରଜ୍ୱଳନ କରିବେ। ଗୋଟିଏ ରୂପାର ସିକ୍କା ବା ରୂପାର କଏନ୍ ଆପଣ ସେହି ମା ଲକ୍ଷ୍ମୀଙ୍କ ପାଖରେ ଯୋଉ ଦୀପ ଅର୍ପଣ କରିଛନ୍ତି ସେହି ଦୀପରେ ସେହି ରୂପାର କଏନ୍କୁ ଥୋଇଦେବେ।
ଯେତେବେଳେ ଦୀପ ଭଲ ଭାବରେ ଥଣ୍ଡା ହେଇଯିବ ସେହି ରୂପାର କଏନକୁ କାଗଜରେ ପୋଛିବେ, ଧୋଇବେ ନାହିଁ, କାଗଜରେ ପୋଛିବେ। ଏହାକୁ ଲାଲ କପଡ଼ାରେ ବାନ୍ଧି କରି ଆପଣଙ୍କ ଘରେ ଯେ ଇନକମ୍ କରୁଛନ୍ତି ଆପଣଙ୍କର ସ୍ୱାମୀଙ୍କ ପର୍ସରେ ରଖିଦେବେ। ଏହା ଦ୍ୱାରା ସ୍ୱାମୀଙ୍କର ଚାକିରିରେ ଉନ୍ନତି ହେବ, ବ୍ୟବସାୟରେ ଉନ୍ନତି ହେବ ଏବଂ ସମାଜରେ ପଦ ପ୍ରତିଷ୍ଠା ପାଇବେ। ତାପରେ ପୁଣି ଶୁକ୍ରବାର ଆସିବ, ପୁଣି ସେହି କଏନକୁ ଆଣିଦେବେ, ପୁଣି ଥରେ ପୂଜା କରିବେ, ତାକୁ ଧୋଇଦେବେ, ପୁଣି ଥରେ ଦୀପରେ ରଖିକରି ପୂଜା କରିବେ, ପୁଣି ତାହାକୁ କାଗଜରେ ପୋଛି କରି, କଳା ହୋଇଯାଇଥିବ କାଗଜରେ ପୋଛି କରି ପୁଣି ଲାଲ କପଡ଼ାରେ ବାନ୍ଧି କରି ପର୍ସ ରଖିବେ। ପୁଣି ପୁଣି ଶୁକ୍ରବାର ଆସିବ, ଏମିତି ସବୁବେଳେ ନିୟମ କରି କରିବେ। ମା ଲକ୍ଷ୍ମୀଙ୍କୁ ଲାଲ ପୁଷ୍ପ ବା ଗୋଲାପ ଫୁଲ ସହିତ ଆପଣମାନେ ଶ୍ଵେତ ରଙ୍ଗର ପୁଷ୍ପ ଏବଂ ପଦ୍ମ ଫୁଲ ବି ଅର୍ପଣ କରିପାରନ୍ତି। 2026ରେ ଯେଉଁମାନେ ଲକ୍ଷ୍ମୀ ପ୍ରାପ୍ତି ଚାହୁଁଛନ୍ତି ଏହି ନିୟମ ନିହାତି ଆପଣାନ୍ତୁ। ତାପରେ ନିୟମଟି, ଯଦି ଆପଣମାନେ କରଜ ସମସ୍ୟା ପାଇଁ ପୀଡ଼ିତ ଅଛନ୍ତି, ଶତ୍ରୁ ପାଇଁ ପୀଡ଼ିତ ଅଛନ୍ତି, ଆପଣମାନେ କ'ଣ କରିବେ ନା ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ ସୋରିଷ ତେଲର ଦୀପଟିଏ ସହିତ ଗୋଟିଏ ମୋଲି ବା ଧାଗା ଆସେ, ପୂଜା ଦୋକାନରେ ମିଳିଯାଏ। ଆପଣଙ୍କର ଉଚ୍ଚତା ଯେତେ ସେ ମୋଲିକୁ ମାପି ଦିଅନ୍ତୁ। ମାପି ସାରିବା ପରେ ତାହାକୁ 7 ଭାଗ କରିବେ, କାଟିବେ ନାହିଁ। ଏମିତି ଏମିତି ଗୁଡ଼ାଇ କରି 7 ଭାଗ କରିଦେବେ। ସେହି ସୋରିଷ ତେଲ ଦୀପରେ ଲଗାଇ କରି ଶତ୍ରୁଙ୍କ ପୀଡ଼ାରୁ ମୁକ୍ତି ପାଇଁ ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ମନ୍ଦିରରେ ଦୀପ ପ୍ରଜ୍ୱଳନ କରିବେ। ଏବଂ ଯଦି ଆପଣ କରଜ ସମସ୍ୟାରେ ପୀଡ଼ିତ ଅଛନ୍ତି, ହନୁମାନଙ୍କର ଆପଣମାନେ ପ୍ରତି ମଙ୍ଗଳବାର ଦିନ ବୁନ୍ଦି ଲଡୁ ପୂଜା କରି ସେଠି ଉପସ୍ଥିତ ହେବା ପ୍ରତ୍ୟେକ ସଦସ୍ୟଙ୍କୁ ଖୁଆଇଦେବେ। ତା ସହିତ ପ୍ରତ୍ୟେକ ପ୍ରଦୋଷ ପଡୁଛି, ଯେମିତିକି ମୁଁ କହିଲି ଗୁରୁବାର ଦିନ ଗୁରୁ ପ୍ରଦୋଷ ପଡୁଛି ଦେବଦେବ ମହାଦେବଙ୍କର, ଆପଣମାନେ ସେହି ଦିନ ଗୋଟିଏ ପଦ୍ମ ଫୁଲ, ପ୍ରତି ପ୍ରଦୋଷରେ ଗୋଟିଏ ପଦ୍ମ ଫୁଲ ଦେବଦେବ ମହାଦେବଙ୍କୁ ଅର୍ପଣ କରିବି ବୋଲି ଆପଣ ପ୍ରଣ ନିଅନ୍ତୁ। ଏବଂ ଗୁଡ଼ର ରସ, ଗୁଡ଼କୁ ଆପଣମାନେ ପାଣିରେ ଭିଜାଇ ଦେବେ, ପୁରା ଭଲ ଭାବରେ ଭିଜାଇ ଦେବେ, ତାହାକୁ ଶିବଲିଙ୍ଗରେ ଅର୍ପଣ କରିବେ ପ୍ରତି ପ୍ରଦୋଷରେ ପ୍ରଦୋଷ। ଏହା ଦ୍ୱାରା ଆପଣ କରଜ ସମସ୍ୟା ଧୀରେ 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 ଦୂର ହେବ। ଆଜ୍ଞା, ଯେଉଁମାନେ ଏହି କାର୍ଯ୍ୟ କରିଛନ୍ତି ସେମାନେ ନିଜେ ଅଙ୍ଗେ ଲିଭାଇଛନ୍ତି, ନିଜ ଚମତ୍କାର ନିଜ ଆଖିରେ ଦେଖିଛନ୍ତି। ତେଣୁ ଏହି ଉପାୟ ନିହାତି କରନ୍ତୁ। ଏହି 2026 ଆପଣଙ୍କ ଜୀବନରେ ବହୁତ ସାରା ସୁଖ ସୁବିଧା ଆଣିବ। ତା ସହିତ ଆପଣମାନେ କିନ୍ନରଙ୍କୁ କିଛି ଟଙ୍କା ଦିଅନ୍ତୁ ଏବଂ ତାଙ୍କଠାରୁ ଗୋଟିଏ ଟଙ୍କା ମାଗି କରି ଲାଲ କପଡ଼ାରେ ବାନ୍ଧି କରି ନିଜ ପର୍ସରେ ରଖନ୍ତୁ କିମ୍ବା ନିଜ ତିଜୋରିରେ ରଖନ୍ତୁ। ଏହି 2026 ଯଦି ଆପଣଙ୍କର ଭଲରେ ନ ଯିବ ଆପଣ କହିବେ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣଙ୍କର ନିହାତି କାମରେ ଆସିଥିବ। ମୋର ପ୍ରିୟ ଦର୍ଶକ ବନ୍ଧୁ, ଏହି ଉପାୟ ସବୁ ଆପଣମାନେ 2026 ଦିନ ନିହାତି କରନ୍ତୁ। ଯଦି ଗୋଟିଏ ଦିନରେ ଆପଣମାନେ ପ୍ରଣ ନେଇକରି କରିବେ ନା, ନିହାତି ଆପଣଙ୍କର ଭଲ ହେବ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।